এই নির্বাচনের কিଏ প্রার্থী হব বিজেডি না বিজেপি না কংগ্রেস এটি কিଏ বাজি মারুଛି ଏହା ନେଇ ରାଜନୈତିକ ଚର୍ଚ୍ଚା ଚାଲିଛି ବର୍ତ୍ତମାନ ଆମର ଓଡ଼ିଶାରେ। ଆଉ କେମିତି ଗୋଟିଏ ରାଜ୍ୟସଭା ସଦସ୍ୟ ବଛା ହୁଏ ସେ ନେଇ ମଧ୍ୟ ଆମର এই ଭିଡିଓରେ ଆଲୋଚନା କରିବା। ଆସନ୍ତୁ ଜାଣିବା ରାଜ୍ୟସଭା ସଦସ୍ୟ କେମିତି ବଛା ହୁଏ ସେ ବିଷୟ ନେଇ ଆମେ ଜାଣିବା ପ୍ରଥମେ। ତାପରେ କିଏ କିଏ ବର୍ତ୍ତମାନ ସିଲେକ୍ସନ ହେଇଛି ରାଜ୍ୟସଭା ପାଇଁ ପ୍ରାର୍ଥୀ କୋଉମାନେ ହେଇଛନ୍ତି ସେ ବିଷୟରେ ମଧ୍ୟ ଆମେ ଭିଡିଓରେ ଆଲୋଚନା କରିବା। ଚାଲନ୍ତୁ ପ୍ରଥମେ ଏଠି ସଦସ୍ୟ କେମିତି ବଛା ହୁଏ ସେ ବିଷୟରେ ଆଲୋଚନା କରିବା। ଆମର ଦେଶରେ ଦୁଇଟା ସଭା ଅଛି, ଗୋଟେ ହଉଛି ଲୋକସଭା ଆଉ ଗୋଟେ ହଉଛି ରାଜ୍ୟସଭା। ଲୋକସଭା ମାନେ କଣ? ଲୋକସଭା ମାନେ ডাইরেক্ট ଆମେ ଭୋଟ ଦେଇଥାଉ, ଯୋଉମାନେ ପାବ୍ଲିକ ଲୋକ ସାଧାରଣ ଲୋକ ଭୋଟ ଦିଅନ୍ତି ସେଟା ଲୋକସଭା, ଯୋଉମାନେ ଏମପି ବୋଲି ଆମେ କହୁ, ମେମ୍ବର ଅଫ ପାର୍ଲିଆମେଣ୍ଟ। ଆଉ ରାଜ୍ୟସଭାରେ କଣ? ଆମର ରାଜ୍ୟରେ ଥିବା ଏମଏଲଏ ମାନେ ଭୋଟ ଦିଅନ୍ତି, ଯାହାକୁ ରାଜ୍ୟସଭା ବଛା ହୁଏ। ଆମର ଏମଏଲଏ ମାନେ ଭୋଟ ଦେଲେ ତାଙ୍କେ ଜୟଯୁକ୍ତ ହେଇକି ତାପରେ ତାଙ୍କେ ରାଜ୍ୟସଭାର ପ୍ରାର୍ଥୀ ହୋଇପାରନ୍ତି। ଓଡ଼ିଶାରେ ଟୋଟାଲ ରାଜ୍ୟସଭା ସଦସ୍ୟ ହଉଛି 10 ଜଣ, 10ଟା ସଦସ୍ୟ ଅଛନ୍ତି ରାଜ୍ୟସଭାରେ ବର୍ତ୍ତମାନ। କିନ୍ତୁ ଏବେ 4ଟା ଜାଗାରେ ହିଁ ଇଲେକ୍ସନ ହବ, 4ଟା ପ୍ରାର୍ଥୀ ପାଇଁ ହିଁ ଇଲେକ୍ସନ ହଉଛି। ଏବେ ଆପଣଙ୍କ ମନରେ ମଧ୍ୟ ପ୍ରଶ୍ନ ଆସୁଥିବ, ତାହେଲେ କାହିଁକି 10ଟା ଜାଗା ହଉନି, 4ଟା ଜାଗାରେ କଣ ପାଇଁ ହଉଛି? ସମସ୍ତ ମନରେ ପ୍ରଶ୍ନ ଆସୁଥିବ। ଏହାର କାରଣ ହଉଛି ରାଜ୍ୟସଭା କେବେ ହେଲେ ମଧ୍ୟ ଏହାର ଭଙ୍ଗ ନୁହେଁ। ଯେମିତି ଆମର ମେମ୍ବର ଅଫ ପାର୍ଲିଆମେଣ୍ଟ, ଯୋଉଟା କି ଲୋକସଭା ଆମର 5 ବର୍ଷକୁ ଥରେ ଯେମିତି ଭଙ୍ଗା ହୁଏ, ଏଠି କଣ ରାଜ୍ୟସଭା କେବେ ହେଲେ ଭଙ୍ଗା ହବନି। ଏଇଟା ସବୁବେଳେ ସ୍ଥାୟୀ। ପ୍ରତ୍ୟେକ 6 ବର୍ଷରେ ଥରେ କଣ ହବ, ରାଜ୍ୟସଭା ପ୍ରାର୍ଥୀ ଥରେ ହେଇସାରିଲେ ତାହେଲେ ଆପଣ 6 ବର୍ଷ ପର୍ଯ୍ୟନ୍ତ ଆପଣଙ୍କର ସମୟ ରହିବ। ପ୍ରତ୍ୟେକ 2 ବର୍ଷରେ ଥରେ କଣ ହବ, ଆପଣଙ୍କୁ ରିଟାୟାରମେଣ୍ଟ ନେବେ। ଆଉ ଏଠି ରାଜ୍ୟସଭା କେବେ ହେଲେ ଭଙ୍ଗା ହବନି। ଏବଂ ଯେମିତି ଆମ ଲୋକସଭା ଯୋଉମାନେ ଏମପି ମାନେ ଯେମିତି ତାଙ୍କ 5 ବର୍ଷ ଥରେ ହେଲେ ତାଙ୍କର ଭଙ୍ଗା ହଉଛି ତାଙ୍କର ସଦସ୍ୟ, ପୁଣି ଆଉଥରେ ନୂଆ ହେବେ। କିନ୍ତୁ ରାଜ୍ୟସଭାରେ ସେମିତି ନାହିଁ, କିଏ ଜିତୁ କିଏ ହାରୁ, ବିଜେଡି ଆଉ ବିଜେପି ଆଉ କଂଗ୍ରେସ ଯେ ଦଳ ଆସିଲେ ମଧ୍ୟ ରାଜ୍ୟସଭା ସବୁବେଳେ ରହିବ। ଆଉ ପ୍ରତ୍ୟେକ 2 ବର୍ଷକୁ ଥରେ କଣ ରିଟାୟାରମେଣ୍ଟ ନେବେ। କାରଣ 6 ବର୍ଷକୁ ଜଣେ ଯଦି ଥରେ ରାଜ୍ୟସଭା ସଦସ୍ୟ ହେଲା, ତାକୁ 6 ବର୍ଷ ପର୍ଯ୍ୟନ୍ତ ତାକୁ କିଏ ହେଲେ ମଧ୍ୟ କାଢି ପାରିବନି। ତାପରେ 6 ବର୍ଷ ପରେ ତାଙ୍କ ରିଟାୟାରମେଣ୍ଟ ନେବେ। ସେମିତି ପ୍ରତ୍ୟେକ 2 ବର୍ଷକୁ ଥରେ କଣ ତାଙ୍କ ରିଟାୟାରମେଣ୍ଟ ଆସିବ, କିଏ କିଏ ସେଥିରୁ ରିଟାୟାର୍ଡ ହେବେ। ଏବେ ତୁମେ ଦେଖିବେ 4 ଜଣ ଖାଲି ସଦସ୍ୟ ଏବେ ବଛା ହଉଛି ରାଜ୍ୟସଭା ପାଇଁ। 10 ଜଣ ଟୋଟାଲ ଅଛନ୍ତି, କିନ୍ତୁ 4 ଜଣ। ଆଗରୁ କଣ ହେଇଥିଲା, 10 ଜଣ ଭିତରୁ 9 ଜଣ ଆମର ଖାଲି ବିଜେଡିର ସଦସ୍ୟ ଥିଲେ। ଯେତେବେଳେ ବିଜେଡି ସରକାର ଥିଲା ବେଳେ 9 ଜଣ ଥିଲେ, କିନ୍ତୁ ଗୋଟିଏ ଖାଲି ଅଶ୍ୱିନୀ ବୈଷ୍ଣବୀ ସାର୍ ଯେ ଥିଲେ ତାଙ୍କେ ହେଲେ ବିଜେପିରୁ ସମର୍ଥନ ହୋଇଥିଲେ। ଆଉ ଅଶ୍ୱିନୀ ସାର୍ ଯେତେବେଳେ ବିଜେପିର ପ୍ରାର୍ଥୀ ରାଜ୍ୟସଭା ଭାବରେ ହେଇଥିଲେ ସେତେବେଳେ ମଧ୍ୟ ବିଜେଡିର ଫୁଲ ସପୋର୍ଟ ଥିଲା। ସେଥିପାଇଁ ତାଙ୍କେ ବିଜେପିର ଗୋଟେ ରାଜ୍ୟସଭା ପଦ ଆସିଥିଲା। 9 ଜଣ ଥିଲା ଆମର ବିଜେଡିର ଆଉ ଜଣେ ଥିଲେ ବିଜେପିର। 10 ଟୋଟାଲ। କିନ୍ତୁ ବର୍ତ୍ତମାନ ଏବେ 4 ଜଣଙ୍କର କଣ ସମୟ ସମାପ୍ତ ହୋଇ ଆସେ, 6 ବର୍ଷ ତାଙ୍କର ପୁରା ପୂରଣ ହେଇଗଲା। ତାଙ୍କେ ସେଥିପାଇଁ ବର୍ତ୍ତମାନ ରିଟାୟାର ନେବାକୁ ଚାହୁଁଛନ୍ତି, ରିଟାୟାର ନେବେ। ସେ 4 ଜଣ ନାଁ ହଉଛି ଅଶ୍ୱିନୀ ବୈଷ୍ଣବ, ସସ୍ମିତା ପାତ୍ର, ସୁଭାଶିଷ ଖୁଣ୍ଟିଆ ଆଉ ସୁଲତା ଦେବ। ଏ 4 ଜଣଙ୍କର କଣ ହେଲା, ଏବେ ସମୟ ହୋଇସାରିଛି, 6 ବର୍ଷ ପୁରା ପୂରଣ ହୋଇସାରିଛି। ସେଥିପାଇଁ ଏମାନେ ବର୍ତ୍ତମାନ ରିଟାୟାର ନେଉଛନ୍ତି। ଆଉ ସେଥିପାଇଁ ଏବେ ଆମକୁ 4 ଜଣ ନୂଆ ଦେବାକୁ ପଡିବ। ରାଜ୍ୟସଭା ଆମର ରାଜ୍ୟରୁ ନୂଆ ସଭ୍ୟ 4 ଜଣ ଦେବାକୁ ପଡିବ। ଆଉ ସେ 4 ଜଣ ନାଁ ବର୍ତ୍ତମାନ ବିଜେଡି ସମର୍ଥନ କରିସାରିଛି 2 ଜଣଙ୍କୁ। ଆଉ ବିଜେଡିର 2 ଜଣ ସମର୍ଥନ ହଉଛନ୍ତି ସନ୍ତୃପ୍ତ ମିଶ୍ର ଆଉ ଧଟେଶ୍ୱର ହୋତା। ଏ ବର୍ତ୍ତମାନ 2 ଜଣଙ୍କୁ ବିଜେଡି କଣ ତାଙ୍କର ନିଜ ଥ୍ରୋରୁ ବାଛନ୍ତି। ଆଉ ଚାଲନ୍ତୁ ଏଇଟା କେମିତି ଏଇଟା ନିର୍ବାଚନଟି ହୁଏ ଆଉ କେମିତି ବଛା ହୁଏ ସେ ବିଷୟରେ ନେଇକି ମଧ୍ୟ ପୁରା ଆଲୋଚନା କରିବ। ବର୍ତ୍ତମାନ ଏବେ 4ଟା ସିଟ୍ରୁ କେଉଁ ପାର୍ଟି କେତେଟା ରାଜ୍ୟସଭା ସିଟ୍ ଜିତୁଛନ୍ତି ସେହା ନେଇ ହଉଛି ବଡ ପ୍ରଶ୍ନ ଚାଲିଛି। ଏମିତି କେମିତି ଡିସାଇଡ କରିବେ ଯେ ଗୋଟେ ଏବେ ମନରେ ବିଜେଡି ବିଜେପି କଂଗ୍ରେସ ଆମର ଓଡ଼ିଶାରେ 3ଟା ଏବେ ପାର୍ଟି ଚାଲିଛି, ଏଥିପାଇଁ କିଏ ଏଠି ରାଜ୍ୟସଭା ଯିବ ଏଇଟା ମଧ୍ୟ ବଡ ପ୍ରଶ୍ନ ହଉଛି। ଚାଲନ୍ତୁ ଗୋଟିଏ ଗଣିତ ଦ୍ୱାରା ଆମେ ମଧ୍ୟ ଜାଣିପାରିବା କୋଉ ପାର୍ଟି କେତେଟା ସିଟ୍ ହାତେଇବ ବୋଲି ଆମେ ମଧ୍ୟ ଡିସାଇଡ କରିପାରିବା। ଚାଲନ୍ତୁ ପ୍ରଥମେ ଆମର ବିଧାନସଭାରେ କେତେଟା ସିଟ୍ ଅଛି ନା, ବର୍ତ୍ତମାନ 147ଟି ସିଟ୍ ଅଛି। ଏମଏଲଏ ଆମର ଓଡ଼ିଶାରେ ଅଛନ୍ତି। ଏଥିରୁ ଆମ ସରକାର ଗଠନ ପାଇଁ କେତେ ଦରକାର ନା 74ଟି ମେମ୍ବର ଦରକାର। ସରକାର ଗଠନ ପାଇଁ 74 ଜଣ ଏମଏଲଏ ହେଲେ ତାଙ୍କର ସରକାର। ବର୍ତ୍ତମାନ ବିଜେପି ପାଖରେ ଅଛି 78ଟି ଏମଏଲଏ, ସେଥିପାଇଁ ବର୍ତ୍ତମାନ ବିଜେପିର ସରକାର ଚାଲିଛି। ଆଉ ଆମର ବିଜେଡି ପାଖରେ ଅଛି 51 ଜଣ ମେମ୍ବର, ଆଉ କଂଗ୍ରେସ ପାଖରେ ଅଛି ମାତ୍ର 14 ଜଣ। ଏବେ କେମିତି ମାନେ ରାଜ୍ୟସଭାକୁ ନୂଆ ସଦସ୍ୟ ଛାଡିବେ ଏଇଟା ନିଜେ ବଡ ପ୍ରଶ୍ନ ଚାଲିଛି। 10 ଜଣ ନା କିଏ ଆଗରୁ ଥିଲେ ଆମର ବର୍ତ୍ତମାନ ରାଜ୍ୟସଭାର ନାଁ ଯାକ ହଉଛି ସସ୍ମିତା ପାତ୍ର, ସୁଲତା ଦେଉ, ସୁଭାଶିଷ ଖୁଣ୍ଟିଆ, ନିରଞ୍ଜନ ବିଶି, ମାନସ ମଙ୍ଗରାଜ, ଅମର ପଟ୍ଟନାୟକ, ମୁଜିବୁଲ୍ଲା ପଟ୍ଟନାୟକ, ସୁଜିତ କୁମାର, ଦେବାଶିଷ ସାମନ୍ତରାୟ। ଆଉ ବିଜେପିରେ ଥିଲେ ଅଶ୍ୱିନୀ ବୈଷ୍ଣବ। 9 ଜଣ ଯାକ ଥିଲେ ବିଜେଡିର, ଆଉ ଜଣେ ଅଶ୍ୱିନୀ ବୈଷ୍ଣବ ମଧ୍ୟ ତାକୁ ବିଜେଡିର ସମର୍ଥନ ନେଇ ତାଙ୍କର ପାର୍ଟି ମିଳିଥିଲା, ତାଙ୍କର ରାଜ୍ୟସଭା ପଦ ମିଳିଥିଲା। ବିଜେଡି 2ଟା ନାଁ ଯୋଉ ଦେଇଛି, 2ଟା ଯୋଉ ନାଁ ମେମ୍ବର ଦେଇଛି, ସେ 2ଟା ନାଁ ହଉଛି ଜଣେ ହଉଛି ଧଟେଶ୍ୱର ହୋତା, ଆଉ ଜଣେ ନାଁ ହଉଛି ସନ୍ତୃପ୍ତ ମିଶ୍ର। ଧଟେଶ୍ୱର ହୋତା ସାରଙ୍କର ଯଦି ଦେଖିବେ ତାହେଲେ ତାଙ୍କ ଓଡ଼ିଶା ଶ୍ରମିକ ନେତା ଭାବରେ କାମ କରୁଥିଲେ। ଟ୍ରେଡ୍ ୟୁନିୟନ ଲିଡର ଭାବେ ତାଙ୍କେ ଅଛନ୍ତି ବର୍ତ୍ତମାନ ଧଟେଶ୍ୱର ହୋତା। ଆଉ ଦୀର୍ଘ ସମୟ ଧରି ବିଏମଏସ୍ ସହ ଜଡିତ ଥିଲେ। ବିଏମଏସ୍ ମାନେ କଣ ମାନେ ଭାରତୀୟ ମଜଦୁର ସଂଘ, ଏ ସଂଘରେ ମଧ୍ୟ ତାଙ୍କେ ଯୋଗଦାନ କରିଥିଲେ।
ଆଉ ଶ୍ରମିକଙ୍କ ଅଧିକାର ପାଇଁ ସରକାର ପାଖରେ ଲଢେଇ କରୁଥିଲେ। ଏହାର ମାନେ ଯୋଉମାନେ କି ଶ୍ରମିକ ମାନଙ୍କ ପାଇଁ ସରକାରଙ୍କ ପାଖରେ ମଧ୍ୟ ଆନ୍ଦୋଳନ କରୁଥିଲେ ଆଉ ଲଢେଇ କରୁଥିଲେ ତାଙ୍କର ଭଲ ମନ୍ଦ ପାଇଁ। BMS କହିବାକୁ ଗଲେ ଏମାନେ ବିଜେପି ସହ ମଧ୍ୟ ଲିଙ୍କରେ ଅଛନ୍ତି। BMS ଯୋଉ ସଂସ୍ଥା ହଉଛି ବିଜେପି ସହିତ ଲିଙ୍କରେ ଅଛନ୍ତି। ସମର୍ଥନ ଟିକେ ଅଛି, ଦେଖାଯାଉ ଆଗକୁ କଣ ହଉଛି, ଏହାର ଅର୍ଥ କଣ ବାହାରିବ କିଜାଣି କିଛି ଜଣାପଡୁନି। କାରଣ ଏଠି ଦତ୍ତେଶ୍ୱର ହୋତା ସାର୍ କଣ ସତରେ ବିଜେପିରେ ମିଶିବେ ନା କଣ କିଛି ବୁଝାପଡୁନି। କିନ୍ତୁ ବିଜେଡି ଆମକୁ ସମର୍ଥନ ଦେଇଛନ୍ତି, ବିଜେଡି ଥ୍ରୋରୁ ଏମାନେ ଯାଉଛନ୍ତି। ଏମାନେ କୌଣସି MLA କି କଣ କିଛି ନୁହେଁ, ଡାଇରେକ୍ଟ ଏମାନେ ବିଜେଡିର ଯେ ସୁପ୍ରିମୋ ନବୀନ ପଟ୍ଟନାୟକ ସାର୍ କଣ ତାଙ୍କୁ ଏଇଟା ସିଲେକ୍ସନ କରୁଛନ୍ତି। ଆଉ ଦ୍ୱିତୀୟରେ ଆସିଲା ସଂତୃପ୍ତ ମିଶ୍ର। ଓଡ଼ିଶା ଜଣେ ପ୍ରସିଦ୍ଧ କର୍ପୋରେଟର, ମାନେ ଗୋଟେ HR ଭାବରେ ଆମେ କାମ କରୁଥିଲେ କୋଉଠି ନା ଆଦିତ୍ୟ ବିର୍ଲା କମ୍ପାନୀ ଯୋଉ ଥିଲା ସେଇ କମ୍ପାନୀରେ HR ମ୍ୟାନେଜମେଣ୍ଟରେ ଏମାନେ କାମ କରୁଛନ୍ତି। HR ଡାଇରେକ୍ଟର ଭାବେ କାମ କରୁଛନ୍ତି। କିଛି ଦିନ ଆଗରୁ ବିଜେପି ସହ ଯୋଗ ଦେବେ ବୋଲି ମଧ୍ୟ କିଛି ହୋ ହଲ୍ଲା ଚାଲିଥିଲା, କିଛି ନ୍ୟୁଜ ଶୁଣିବା ପାଇଁ ମିଳୁଥିଲା। କିନ୍ତୁ ବର୍ତ୍ତମାନ ଆଙ୍କୁ ବିଜେଡି ସମର୍ଥନ କରୁଛି। ଦେଖାଯାଉ ଆଗକୁ କଣ ହବ। ଦିଟା ଯାକ ପଦ ବିଜେଡି ଯୋଉ ସମର୍ଥନ କରୁଛି, କିଏ ଜାଣି କେମିତି ସମର୍ଥନ ହେଲା ମୁଁ ମଧ୍ୟ କିଛି ବୁଝିପାରୁନି। ଏଠି କଣ ପାଇଁ ସମର୍ଥନ ହେଲା ଏଇଟା ମଧ୍ୟ ମୁଁ ଚିନ୍ତାରେ ପଡିଛି। କାରଣ ଆମର MLA ଯାକ ଏତେ ଯାକ MLA ଅଛନ୍ତି, MLA ରୁ କାହାକୁ କାହିଁକି ସମର୍ଥନ କଲେନି ଆମର ନବୀନ ପଟ୍ଟନାୟକ ସାର୍, ମୁଁ କିଛି ବୁଝିପାରୁନି। ହୁଏତ କିଛି ଆର ଗେମ୍ ପ୍ଲାନ୍ ଗୋଟେ ଥିବ ବୋଧେ ଲାଗୁଛି ବିଜେଡିର। ଯୋଉ ଆଗକୁ କଣ ହଉଛି, ଯଦି ଆମର ଏଇ ଭିଡିଓରେ ଆମର ବାର୍ତ୍ତା ଆମର କଥାଟି ଯଦି ଆପଣଙ୍କୁ ଭଲ ଲାଗିଛି ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଆଉ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ସମସ୍ତଙ୍କୁ ଜଣାନ୍ତୁ ରାଜ୍ୟସଭା କେମିତି ନିର୍ବାଚନ ହବ, ରାଜ୍ୟସଭା ପ୍ରାର୍ଥୀ କେମିତି ବଛାବେ। ରହୁଛି, ନମସ୍କାର।